ଥରେ ଗୁରୁ ନାନକ ଦେବଜୀ ଜଗତର କଲ୍ୟାଣ କରୁ କରୁ ଗୋଟିଏ ଗାଁ ବାହାରେ ପହଞ୍ଚିଲେ। ଦେଖିଲେ ସେଠାରେ ଏକ କୁଡ଼ିଆ ତିଆରି ହୋଇଛି। ସେହି କୁଡ଼ିଆରେ ଜଣେ ବ୍ୟକ୍ତି ରହୁଥିଲେ, ଯାହାଙ୍କୁ କୁଷ୍ଠରୋଗ ହୋଇଥିଲା। ଗାଁର ସମସ୍ତ ଲୋକ ତାଙ୍କୁ ଘୃଣା କରୁଥିଲେ, କେହି ତାଙ୍କ ପାଖକୁ ଆସୁନଥିଲେ। ଯଦି କେବେ କାହାର ଦୟା ହେଉଥିଲା, ତେବେ ତାଙ୍କୁ ଖାଇବାକୁ କିଛି ଦେଇଦେଉଥିଲେ, ନଚେତ୍ ସେ ଭୋକିଲା ପଡ଼ି ରହୁଥିଲେ। ନାନକ ଦେବଜୀ ସେହି କୁଷ୍ଠରୋଗୀଙ୍କ ପାଖକୁ ଗଲେ ଏବଂ କହିଲେ, ଭାଇ, ଆମେ ଆଜି ରାତିରେ ତୁମ କୁଡ଼ିଆରେ ରହିବାକୁ ଚାହୁଁଛୁ, ଯଦି ତୁମର କୌଣସି ଅସୁବିଧା ନଥାଏ। କୁଷ୍ଠରୋଗୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ତାଙ୍କ ପାଖକୁ କେହି ଆସିବାକୁ ଚାହୁଁନଥିଲେ। ଏପରି ସ୍ଥିତିରେ ତାଙ୍କ ଘରେ ରହିବା ପାଇଁ କିଏ କିପରି ରାଜି ହୋଇଗଲା। ସେ ନିଜ ରୋଗ ଯୋଗୁଁ ଏତେ ଦୁଃଖୀ ଥିଲେ ଯେ ଚାହିଁ ମଧ୍ୟ କିଛି କହିପାରିଲେ ନାହିଁ, କେବଳ ନାନକ ଦେବଙ୍କୁ ଚାହିଁ ରହିଲେ। ଲଗାତାର ଚାହିଁ ରହିବା ଦ୍ୱାରା ତାଙ୍କ ଶରୀରରେ କିଛି ପରିବର୍ତ୍ତନ ଆସିବାକୁ ଲାଗିଲା, କିନ୍ତୁ ସେ କିଛି କହିପାରୁନଥିଲେ। ନାନକ ଦେବଜୀ ମର୍ଦ୍ଦାନାଙ୍କୁ କହିଲେ, ରବାବ ବଜା। ନାନକ ଦେବ ସେହି କୁଡ଼ିଆରେ ବସି କୀର୍ତ୍ତନ ଆରମ୍ଭ କଲେ। କୁଷ୍ଠରୋଗୀ ଜଣକ ଧ୍ୟାନ ଦେଇ କୀର୍ତ୍ତନ ଶୁଣିଲେ। କୀର୍ତ୍ତନ ସମାପ୍ତ ହେବା ପରେ କୁଷ୍ଠରୋଗୀଙ୍କ ହାତ ଯୋଡ଼ି ହୋଇଗଲା, ଯାହାକି ପୂର୍ବରୁ ଠିକ୍ ଭାବେ ହଲୁ ମଧ୍ୟ ନଥିଲା। ସେ ନାନକ ଦେବଙ୍କ ଚରଣରେ ମୁଣ୍ଡ ନୁଆଇଲେ। ନାନକ ଦେବଜୀ କହିଲେ, ଆଉ ଭାଇ ଠିକ୍ ଅଛନ୍ତ? ଏଠାରେ ଗାଁ ବାହାରେ କୁଡ଼ିଆ କାହିଁକି ତିଆରି କରିଛ? କୁଷ୍ଠରୋଗୀ କହିଲେ, ମୁଁ ବହୁତ ଭାଗ୍ୟହୀନ, ମୋତେ କୁଷ୍ଠରୋଗ ହୋଇଛି। ମୋ ସହ କେହି କଥା ହୁଅନ୍ତି ନାହିଁ, ଏପରିକି ମୋ ପରିବାର ଲୋକ ମଧ୍ୟ ମୋତେ ଘରୁ ବାହାର କରିଦେଇଛନ୍ତି। ମୁଁ ନୀଚ, ସେଥିପାଇଁ କେହି ମୋ ପାଖକୁ ଆସନ୍ତି ନାହିଁ। ତାଙ୍କ କଥା ଶୁଣି ନାନକ ଦେବଜୀ କହିଲେ, ମାଇଁ ନୀଚ ତ ସେହି ଲୋକମାନେ, ଯେଉଁମାନେ ତୁମ ଭଳି ଜଣେ ରୋଗୀ ଉପରେ ଦୟା କଲେ ନାହିଁ ଏବଂ ଏକାକୀ ଛାଡ଼ିଦେଲେ। ମୋ ପାଖକୁ ଆସ, ମୁଁ ବି ତ ଦେଖେ ତୁମର କୁଷ୍ଠରୋଗ କେଉଁଠି ଅଛି। ଯେମିତି କୁଷ୍ଠରୋଗୀ ଜଣକ ନାନକ ଦେବଙ୍କ ନିକଟକୁ ଆସିଲେ, ପ୍ରଭୁଙ୍କର ଏପରି କୃପା ହେଲା ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ। ଏହା ଦେଖି ସେ ନାନକ ଦେବଙ୍କ ପାଦତଳେ ପଡ଼ିଗଲେ। ଗୁରୁ ନାନକ ଦେବଜୀ ତାଙ୍କୁ ଉଠାଇ କୋଳେଇ ନେଲେ ଏବଂ କହିଲେ, ପ୍ରଭୁଙ୍କୁ ସ୍ମରଣ କର ଏବଂ ଲୋକଙ୍କ ସେବା କର, ଏହା ହିଁ ମନୁଷ୍ୟ ଜୀବନର ମୁଖ୍ୟ କାର୍ଯ୍ୟ।